ସକାଳୁ ସକାଳୁ ଚାଲିଲି ଫୁଲ ତୋଳିବା ପାଇଁ। ଝିଅ କହିଲା, ମା ଆଜି ତୋର ଫୁଲ ତୋଳା ଭିଡ଼ିଓ ବନେଇବି। ମୁଁ କହିଲି, ଆମ ବେଳେ ତ ଏ ସୋସିଆଲ ମିଡ଼ିଆ ନଥିଲା। ସତରେ ଅବସର ପରେ ମୋର ଏଇ ଛାତ ବଗିଚାରେ ବହୁ ସମୟ କଟୁଛି। ବାସ୍ତବରେ ନିଜକୁ ସୁସ୍ଥ ଓ ଖୁସି ରଖିବାକୁ ହେଲେ କିଛି କିଛି ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ସମୟ ଗଛମାନଙ୍କ ଭିତରେ ଏମିତି କଟିଯିବ, ଆପଣଙ୍କୁ ଜମା ଏକୁଟିଆ ଲାଗିବନି। ବାସ୍ତବରେ ନିଜର ସବୁଦିନିଆ ଏ ଚାଉଳ ଧୁଆ ପାଣି, ଡାଲି ଧୁଆ ପାଣି, ପରିବା ଚୋପା, କଦଳୀ ଚୋପା ଏଗୁଡ଼ିକୁ ଏଣେ ତେଣେ ନ ଫୋପାଡ଼ି ଆମେ ଯଦି ଗଛ ମୂଳେ ଦେଇଦେବା, ଗଛ ବି ଖାଦ୍ୟ ପାଇବ ଓ ଆମର ପରିବେଶ ମଧ୍ୟ ସଫା ରହିବ। ଆଉ ଗୋଟେ କଥା, ଆମର ଏଇ ପରିବା ଚୋପାରେ ଥିବା ମଞ୍ଜି ପଡ଼ି ନୂଆ ନୂଆ ଗଛ ମଧ୍ୟ ବାହାରେ। ଦେଖୁନାହାନ୍ତି, ଆଜି ମୋର ଏଇ 4ଟି ଗଛରୁ 400 ଗଛ ହେଇଯାଇଛି। ଦୀର୍ଘ 35 ବର୍ଷ ଚାକିରି କରିସାରିଲା ପରେ ଅବସର ପରେ କ'ଣ କରିବି ଭାବୁଥାଏ। ତେଣୁ ତା ପୂର୍ବରୁ ବଗିଚାଟା ଷ୍ଟାର୍ଟ କରିଦେଇଥିଲି। ବଗିଚାଟେ ଥିଲେ ଆପଣ ଶୁଦ୍ଧ ପବନ ପାଇବେ। ବେଳେବେଳେ ଗଛମାନେ ମଧ୍ୟ ଯେମିତି ଆପଣଙ୍କ ସହିତ କଥା ହେଉଛନ୍ତି, ଆପଣଙ୍କୁ ସେମିତି କିଛି ଫିଲ୍ ହେବ। ଛାତ ଉପରେ ମେଡ଼ିଟେସନ୍ କଲେ ଶାନ୍ତି ଲାଗେ। ମୁଁ ତ ମୋର ସବୁ କାମ ଏଇ ଛାତ ଉପରେ ହିଁ କରୁଛି। ୱାକିଂ, ମେଡ଼ିଟେସନ୍, ଗ୍ରାଟିଟ୍ୟୁଡ଼। ବେଳେବେଳେ ମେଡ଼ିସିନାଲ ଯେଉଁ ଗଛ ରଖିଛି ତା'ର ପତ୍ରକୁ ମଧ୍ୟ ଖାଇ ସୁସ୍ଥ ଫିଲ୍ କରୁଛି। ସେଥିରେ ଅଛି ଜୁଆଣି ପତ୍ର, ଅମରପୋଇ ପତ୍ର, ଗିଲେଇ ପତ୍ର, ତୁଳସୀ, ପୁଦିନା ଇତ୍ୟାଦି। ଏହିପରି ମୋର ସମୟ କଟାଉଛି ଆଉ।